34 जाए अनुरोध करी कि जने पढ़ाई केते जन पढ़ी आगु गत काली कहला आसंता काली निमंते सब पढ़ी आसवा कौन आपण मैंने पढ़ी कि केते जन पढ़ी केते जन पढ़ी हाथ उठिले मैं जानी परिबी। हालेलुया हालेलुया जने पढ़ी खाली प्रिय माने दया करी आपण माने पढ़ंतु पढ़िले आपण बुझा सुविधा हे। अच्छा ठीक अच्छे ओके आस मैंने पाठ पढ़ा 28 रु 34 ପରେ ସେ ପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧି ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ ସେହି ବାଟ ଦେଇ କେହି ଯିବା ଆସିବା କରି ପାରୁନଥିଲେ। ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ୱରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କ'ଣ ଅଛି? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ? ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରି ପୋଲ ଚରୁଥିଲା। ସେଥିରେ ଭୂତଗୁଡ଼ାକ ତାହାକୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରି ପୋଲ ଭିତରକୁ ପଠାଇଦିଅ। ଯୀଶୁ ସେମାନଙ୍କୁ କହିଲେ, ଯାଅ। ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ। ଆଉ ଦେଖ, ପୋଲଯାକ ଅତିବେଗରେ ଦୌଡ଼ି ଯାଇ ତୀର୍ଥସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ। ପୁଣି ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ବୃତ୍ତାନ୍ତ ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା ସେହିସବୁ ଜଣାଇଲେ। ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କ ସହିତ ସାକ୍ଷାତ କରିବା ପାଇଁ ବାହାରି ଆସିଲେ। ପୁଣି ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ପ୍ରସ୍ଥାନ କରିବାକୁ ବିନତି କଲେ। ଆମେନ୍। ଆମେନ୍। ଆଜିର ବିଷୟ ତାହାଙ୍କ ଉପସ୍ଥିତିରେ ସ୍ୱାଧୀନତା ଅଛି। ତାହାଙ୍କ ଉପସ୍ଥିତିରେ ସ୍ୱାଧୀନତା ଅଛି। ଖ୍ରୀଷ୍ଟଙ୍କ ଉପସ୍ଥିତିରେ ଆମ ଜୀବନର ସକଳ ଜୁଆଳି ଭାଙ୍ଗି ଯାଏ ବା ଆମେ ମାନେ ସ୍ୱାଧୀନ ହେଇଥାଉ। ମୁଁ ପୁନର୍ବାର ଅନୁରୋଧ କରିବି ଆମ ମଧ୍ୟରେ ମୋବାଇଲ ଫୋନ କୁ ଅନ୍ କରିକି ରଖିବା ପାଇଁ ଭିଡିଓ ଗୁଡ଼ିକୁ ଈଶ୍ୱରଙ୍କର ଉପସ୍ଥିତିରେ ଆମେ ମାନେ ପରସ୍ପରକୁ ସହିତ ସହଭାଗିତା ରଖୁଅଛୁ। ତେବେ ଏହି ସମୟରେ 8-28 ପଦରେ ଆମେ ଗୋଟେ ବିଷୟ ଦେଖୁଛୁ। ସେଠି ଯୀଶୁ ଯେତେବେଳେ ଆର ପାରିକୁ ଯାଉଛନ୍ତି ଆଉ ଶିଷ୍ୟମାନେ ମଧ୍ୟ ତାଙ୍କ ସହିତ ଆର ପାରିକୁ ଯାଉଛନ୍ତି, ସେତେବେଳେ ଦୁଇ ଜଣ ବ୍ୟକ୍ତି ଖ୍ରୀଷ୍ଟଙ୍କୁ ଭେଟିବା ପାଇଁ ଆସୁଛନ୍ତି। ଆଉ ସେ ଦୁଇ ଜଣ କିଏ? କୋଉଠୁ ଆସୁଛନ୍ତି? ସମାଧି ସ୍ଥାନରୁ ଆସୁଛନ୍ତି। ଅର୍ଥାତ୍ ଭୂତଗ୍ରସ୍ତ ଲୋକ, ଯେଉଁମାନେ କି ଭୂତ ଦ୍ୱାରା ଆକ୍ରାନ୍ତ ହେଇଛନ୍ତି। ମାନେ ଖ୍ରୀଷ୍ଟଙ୍କୁ ଭେଟିବା ପାଇଁ ସମଗ୍ର ଜଗତ ତାହାଙ୍କ ସମ୍ମୁଖକୁ ଆସିବାକୁ ପଡ଼ିବ। ସମୟ ଆସୁଅଛି ସମସ୍ତେ ତାହାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବେ। ଆଉ ଏଠି ଈଶ୍ୱରଙ୍କ ସମ୍ମୁଖକୁ ଦୁଇ ଜଣ ଭୂତଗ୍ରସ୍ତ ଲୋକ ଆସୁଅଛନ୍ତି। ଆଉ ଏତେ ଦୁଷ୍ଟ ବା ଦୁର୍ଦାନ୍ତ ଏମାନେ ଥିଲେ, ଏ ମନ୍ଦ ଶକ୍ତି ବା ମନ୍ଦ ଆତ୍ମା ସେପଟେ କାହାକୁ ମଧ୍ୟ ଯିବା ପାଇଁ ଦଉନଥିଲେ, ବହୁତ ହଇରାଣ କରୁଥିଲେ। ଅର୍ଥାତ୍ ସେ ସ୍ଥାନକୁ ସେ କବ୍ଜା କରିକି ବା ବନ୍ଧନ କରିକି ରଖିଥିଲେ। ପ୍ରଥମତଃ ଦୁଇଟି ବ୍ୟକ୍ତିକୁ ବନ୍ଧନ କରି ରଖିଥିଲେ, ଆଉ କଣ କରିଥିଲେ, ସେ ସ୍ଥାନକୁ ମଧ୍ୟ ସେ ବନ୍ଧନ କରିକି କବ୍ଜା କରି ରଖିଥିଲେ। ଯେଉଁ ସ୍ଥାନକୁ ସେମାନେ ଅନ୍ଧକାର ବିଷୟ ବନ୍ଧନ କରିଦେଇଥାଏ, ମୋ ପ୍ରିୟମାନେ, ସେ ସ୍ଥାନରେ
ଶାନ୍ତି, ଆନନ୍ଦ, ଆଶୀର୍ବାଦ, ମଙ୍ଗଳଦାନ ଏ ସକଳ ବିଷୟ ଦେଖିବାକୁ ମିଳିନଥାଏ। ଏହି ପ୍ରକାର ପରିସ୍ଥିତି ସେ ସ୍ଥାନରେ ଥିଲା। ଆଉ ସେ ଯୀଶୁକୁ ଦେଖି ଚିତ୍କାର କଲେ, କଣ କହିଲେ? ଏ ଈଶ୍ୱରଙ୍କର ପୁତ୍ର। ସେମାନେ ଚିହ୍ନି ପାରିଲେ କି ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ଅଟନ୍ତି। କଣ ଆଜି ଆମେ ଚିହ୍ନି ପାରୁଛୁ କି? ମୃତ ମାନେ ତାହାଙ୍କୁ ଜାଣନ୍ତି। କଣ ଜୀବିତ ମାନଙ୍କ ମଧ୍ୟରେ ଆମେ ମାନେ ସ୍ଥାନ ପାଇଅଛୁ? କଣ ଖ୍ରୀଷ୍ଟଙ୍କୁ ଆମେ ଚିହ୍ନିଛୁ କି? କଣ ଆମେ ଜାଣୁଛୁ କି? ଆଉ ତାଙ୍କ ମଧ୍ୟରୁ ଆସି କଣ କହୁଛନ୍ତି? ଜଣେ, ତୁମ୍ଭ ସଙ୍ଗରେ ଆମ୍ଭର କଣ ଅଛି? ପ୍ରକୃତରେ ଖ୍ରୀଷ୍ଟଙ୍କ ସହିତ ଅନ୍ଧକାର ବିଷୟ କୌଣସି ସମ୍ପର୍କ ନାହିଁ। ଆଉ ଯୋଉମାନେ ଅନ୍ଧକାର ଆତ୍ମାଙ୍କ ଦ୍ଵାରା ପରିଚାଳିତ ହଉଥିବେ, ସେମାନଙ୍କର ମଧ୍ୟ ଚିନ୍ତାଧାରା ଏଇ ବିଷୟ କି ଖ୍ରୀଷ୍ଟଙ୍କ ସହିତ କିଛି ସମ୍ପର୍କ ରଖିବା ପାଇଁ ସେମାନେ ଚାହାନ୍ତି ନାହିଁ। ଏଠି ଯେମିତିକା ଏମାନେ କହୁଛନ୍ତି, ତୁମର ଆମ ସହିତ କଣ ସମ୍ପର୍କ ଅଛି? ଅନେକ ସମୟରେ ଆମେ ମାନେ ମଧ୍ୟ ଏହି ପ୍ରକାର ବ୍ୟବହାର କରିଥାଉ। ଯଦି ଏହି ପ୍ରକାର ଇଚ୍ଛା ଆମକୁ ଲାଗୁଛି ଖ୍ରୀଷ୍ଟଙ୍କ ସହିତ କିଛି ସମ୍ପର୍କ ନଥାଉ, ନିଜ ଇଚ୍ଛା ଅନୁଯାୟୀ ଆମେ ଚାଲିବା, ଖ୍ରୀଷ୍ଟଙ୍କ ସହିତ ଆମର କିଛି ରିଲେସନ ନାହିଁ, ତାମାନେ ମୋର ପ୍ରିୟ ମାନେ କୋଉଠି ନା କୋଉଠି ଏଇ ଅନ୍ଧକାର ଆତ୍ମା ଆଜି ଆପଣଙ୍କ ଭିତରେ ମଧ୍ୟ ଅଛି। କାହିଁକି ଅନ୍ଧକାର ଆତ୍ମା ଖ୍ରୀଷ୍ଟଙ୍କର ଉପସ୍ଥିତିରେ ରହିବା ପାଇଁ ଚାହେଁ ନାହିଁ। ଆଜି ଅନେକ ସମୟରେ ଅନେକ ଆମ ମାନଙ୍କ ଜୀବନରେ ମଧ୍ୟ ଅନୁଭବ ହୁଏ, ବଡ କଷ୍ଟ ଲାଗେ ପରମେଶ୍ୱରଙ୍କ ଉପସ୍ଥିତିରେ ରହିବା ପାଇଁ, ପ୍ରାର୍ଥନା କରିବା ପାଇଁ, ଉପାସନା କରିବା ପାଇଁ, ମଣ୍ଡଳୀକୁ ଆସିବା ପାଇଁ, ବାକ୍ୟ ଧ୍ୟାନ କରିବା ପାଇଁ ଆମକୁ ବହୁତ କଷ୍ଟ ଲାଗେ। ଆଜି ପ୍ରାତଃ କାଳରେ ପ୍ରାର୍ଥନାରେ ବସିବା ପାଇଁ ମଧ୍ୟ ଅନେକ ଲୋକଙ୍କୁ ବଡ କଷ୍ଟ ଲାଗୁଥିବ। ପ୍ରାର୍ଥନାରେ ବସିଥିବା ଲୋକମାନଙ୍କୁ ମଧ୍ୟ ଅନେକ କଷ୍ଟ ଅଛି। ସେମାନେ ଆପଣ ମୋବାଇଲ କୁ ଅଫ୍ କରି ରଖିଛନ୍ତି, କାହିଁକି? ସେମାନେ ଯେମିତି ଆରାମସେ ଶୋଇପାରିବେ, ବସିପାରିବେ, ଦେଖିପାରିବେନି କି କାହାକୁ। ଆଉ ଏଇ ପ୍ରକାର ପ୍ରକୃତି କାହାର? ଯୋଉମାନଙ୍କ ମଧ୍ୟରେ କଣ ଅଛି? ଅନ୍ଧକାର ଶକ୍ତି ଅଛି। ଏ ବ୍ୟକ୍ତି ମାନଙ୍କ ମଧ୍ୟରେ ସେ ଅନ୍ଧକାର ଶକ୍ତି ଥିଲା, ସେଥିପାଇଁ ସେ କହୁଛନ୍ତି, ଯୀଶୁ ତୁମର ଆମର କିଛି ସମ୍ପର୍କ ନାହିଁ, ତୁମେ କାହିଁକି ଆମ ପାଖକୁ ଆସୁଛ? ଆମେ ପ୍ରାର୍ଥନା କରିବା ପାଇଁ ଚାହୁଁନାହୁଁ, ଉପାସନା କରିବା ପାଇଁ ଚାହୁଁନାହୁଁ, ମଣ୍ଡଳୀ ଯିବା ପାଇଁ ଚାହୁଁନାହୁଁ, ସୌଭାଗ୍ୟ ଯିବା ପାଇଁ ଚାହୁଁନାହୁଁ, ବାକ୍ୟ ଧ୍ୟାନ କରିବା ପାଇଁ ଚାହୁଁନାହୁଁ, ବାକ୍ୟ ଶୁଣିବା ପାଇଁ ଚାହୁଁନାହୁଁ। ଆମ ଯୋଉ ଅବସ୍ଥାରେ ଅଛୁ ଆମକୁ ରହିବା ପାଇଁ ଦିଅ। ତାପରେ ସେମାନେ ଜାଣିଲେ କି ଆମେ ଯେତେ କହିଲେ ବି ଯୋଉଠି ଯୀଶୁଙ୍କର ଉପସ୍ଥିତି ସେଇଠି ସ୍ୱାଧୀନତା ଅଛି, ସେଇଠି ସମସ୍ତ ବନ୍ଧନ ମୁକ୍ତ ହେଇଯାଏ। ସେଥିପାଇଁ ସେମାନେ କହୁଛନ୍ତି, କଣ ସମୟ ହବା ପୂର୍ବରୁ ଆମକୁ ଯନ୍ତ୍ରଣା ଦେବା ପାଇଁ ତୁମେ ଆସିଛ କି? ଆମକୁ ବିଚାର କରିବା ପାଇଁ ଆସିଛ କି? ଆଉ ସେମାନେ ସେଥିରେ ନିବେଦନ ଗୋଟେ କଲେ। କଣ ନିବେଦନ କଲେ? ଦେଖିଲେ ତାଙ୍କଠାରୁ ଦୂରରେ ଏକ ଘୁଷୁରୀ ପୋଲ ଅଛି। ଯଦି ତୁମେ ଆମକୁ ଦଣ୍ଡ ଦେବା ପାଇଁ ଚାହୁଁଛ, ଏ ମଣିଷ ଦୃଷ୍ଟିରୁ ଆମେ ବାହାରି ଯିବୁ, କିନ୍ତୁ କୋଉଠି ପୁରେଇ ଦିଅ ଆମକୁ? ଘୁଷୁରୀ ମାନଙ୍କ ଠାରେ। ଅନେକ ସମୟରେ ମୋର ପ୍ରିୟ ମାନେ ଆମ ମାନଙ୍କୁ ମଧ୍ୟ ଯେତେବେଳେ ପ୍ରଭୁଙ୍କ ଉପସ୍ଥିତିରେ ନଥାଉ, ସେତେବେଳେ ଅନ୍ଧକାର ବିଷୟ ଆମ ଜୀବନକୁ କଣ୍ଟ୍ରୋଲ କରୁଥାଏ। ଆଉ ଆମ ଜୀବନ ଘୁଷୁରୀ ତୁଲ୍ୟ କରିଦେଇଥାଏ। ଘୁଷୁରୀ ଏପରିକା ଏକ ପଶୁ ଆମେ ମାନେ ସମସ୍ତେ ଜାଣିଛୁ, ଯିଏ କି କଣ ଭଲ ପାଏ? କିଚଡ଼ କୁ ଭଲ ପାଏ, କାଦକୁ ଭଲ ପାଏ, ଅପରିଷ୍କାର କୁ ଭଲ ପାଏ।
ଆଉ ତାକୁ ଯେତେ ପରିଷ୍କାର କଲେ ମଧ୍ୟ ସେ ପୁନର୍ବାର ଆଉ ଥରେ ଯାଇକି କଣ କରିବ, ସେ ଅପରିଷ୍କାର କାଦରେ ଗଡି ହବ, ଲୋଟି ହେବ। ତାକୁ ସେଇଥିରେ ହିଁ ଆନନ୍ଦ। ଅନେକ ସମୟରେ ଆମ ମାନଙ୍କ ଜୀବନ এই ଅନ୍ଧକାର ଶକ୍ତି କଣ କରେ, এই ଘୁଷୁରି ତୁଲ୍ୟ କରିଦିଏ। ଅନେକ ସମୟରେ ଆମକୁ ସେଇ ଅନ୍ଧକାର ବିଷୟରେ ହିଁ ଆନନ୍ଦ ଲାଗେ, ପାପରେ ହିଁ ଆନନ୍ଦ ଲାଗିବ, ଅବାଧ୍ୟତାରେ ଆନନ୍ଦ ଲାଗିବ, ପ୍ରାର୍ଥନା ନ କରିବାର ଆନନ୍ଦ ଲାଗିବ, ଉପାସନା ନ କରିବାରେ ଆନନ୍ଦ ଲାଗିବ। କାହିଁକି? ଆମ ଜୀବନକୁ ଘୁଷୁରି ତୁଲ୍ୟ କରିଦେଇଥାଏ। ଯେଉଁଠୁ ଆମକୁ ବାହାର କରିକି ପ୍ରଭୁ ଆଣିଛନ୍ତି, ଯେଉଁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ପ୍ରଭୁ ଯୀଶୁ ଆମକୁ ଆହ୍ୱାନ କରିଛନ୍ତି, ଆମେ ପୁନର୍ବାର ସେ ଅନ୍ଧକାରକୁ ଫେରି ଯିବା ପାଇଁ ଇଚ୍ଛା କରିଥାଉ, ସେ ଅନ୍ଧକାରରେ ଜୀବନ କାଟିବା ପାଇଁ ଇଚ୍ଛା କରିଥାଉ। ଏହା ହେଲା ଘୁଷୁରିର ପ୍ରକୃତି। ଆଉ ଏ ପ୍ରକାର ବ୍ୟକ୍ତି ମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ସେଥିପାଇଁ ସେ ଗୁହାରି କଲେ, ପ୍ରଭୁ ଗୋଟେ କାମ କରନ୍ତୁ, ଏଇ ଘୁଷୁରି ମାନଙ୍କ ମଧ୍ୟରେ ଆମକୁ ପଠେଇ ଦିଅନ୍ତୁ। ସେଥିରେ ଯେତେବେଳେ ପ୍ରଭୁ ଯୀଶୁ ଆଜ୍ଞା ଦେଲେ ଆଉ ବାହାରି ଯାଉ ବୋଲି କହିଲେ, ସେତେବେଳେ ସେମାନେ ସେ ମଣିଷ ଭିତରୁ ବାହାରି ଘୁଷୁରି ମାନଙ୍କ ଭିତରେ ପ୍ରବେଶ କଲେ। ଆଉ ଦେଖ, ଏ ସମସ୍ତ ଘୁଷୁରି କଣ ହେଲା, ଯାଇକି ଏକ ତୀକ୍ଷ୍ଣ ସ୍ଥାନକୁ, ଉଚ୍ଚା ସ୍ଥାନକୁ ଯାଇକି କଣ କଲା, ଡେଇଁଲା, ଆଉ ଡେଇଁକି ସମୁଦ୍ରରେ ବୁଡିକି ମରିଲା। ଯେଉଁମାନଙ୍କ ଜୀବନରେ ପ୍ରଭୁଙ୍କର ଉପସ୍ଥିତି ନାହିଁ, ସେମାନଙ୍କ ଜୀବନ ଘୁଷୁରି ତୁଲ୍ୟ ହେଇଯାଏ। ଆଉ ଯୋଉମାନଙ୍କ ଜୀବନ ଘୁଷୁରି ସଦୃଶ ହେଇଯାଏ, ସେମାନେ କଣ କରିବେ, ମାନେ ଏଇ ତୀକ୍ଷ୍ଣ ସ୍ଥାନକୁ ଯାଇକି ସେମାନେ କଣ କଲେ, ବୁଡିକି ମରିଲେ, ଡେଇଁକି ମରିଲେ। ଅନେକ ସମୟରେ ଯେତେବେଳେ ଆମେ ମାନେ ପରମେଶ୍ୱରଙ୍କ ଉପସ୍ଥିତି ନ ରହୁ, ଘୁଷୁରି ସଦୃଶ ଆମ ଜୀବନ ହେଇଯାଏ, ସେତେବେଳେ ଆମକୁ ତାହା ବିନାଶ କରିବା ପାଇଁ ପ୍ରବଳ ଥାଏ। ଆମେ ଯେପରିକା ବିନଷ୍ଟ ହେଇଯିବା, ସେଇ ପ୍ରକାର ସେ ପ୍ରବର୍ତ୍ତ ଥାଏ। ଆଉ ଅନେକ ଘୁଷୁରି ସେ ସ୍ଥାନରେ ଥିଲେ, ସେମାନେ ଯାଇକି ବୁଡିକି ମରିଲେ। ଆଜି ସମୟ ଥାଉ ଥାଉ ଆମେ ମାନେ ଯଦି ଏହି ପ୍ରକାର ପ୍ରକୃତି ଅଛି, ଏହି ପ୍ରକାର ବିଷୟ ଅଛି, କେବଳ ଖ୍ରୀଷ୍ଟଙ୍କ ଉପସ୍ଥିତିକୁ ଆସନ୍ତୁ ମୋର ପ୍ରିୟମାନେ, ଆଉ ଖ୍ରୀଷ୍ଟଙ୍କ ଉପସ୍ଥିତି ହିଁ ଆପଣଙ୍କୁ ମୁକ୍ତ କରିପାରିବ। ଏମାନଙ୍କ ଆତ୍ମା ଘୁଷୁରି ମଧ୍ୟ ପ୍ରବେଶ କଲା, କିନ୍ତୁ ସେଇ ଦୁଇଟି ଲୋକ, ଯୋଉ ଲୋକ ଚିନ୍ତା କରନ୍ତୁ ଏଇ ଅନ୍ଧକାର ଆତ୍ମାରେ ପୀଡ଼ିତ ଥିଲେ ଆଉ ଜଞ୍ଜିରରେ ବନ୍ଧା ଯାଇ ରଖାଯାଉଥିଲେ, ସେମାନେ ମୁକ୍ତ ହେଲେ। ଆଜିର ବିଷୟ ମୋର ପ୍ରିୟମାନେ, ତାହାଙ୍କ ଉପସ୍ଥିତିରେ ସ୍ୱାଧୀନତା ଅଛି। ସମସ୍ତ ବନ୍ଧନ ଭାଙ୍ଗିଯାଏ। ଖ୍ରୀଷ୍ଟଙ୍କ ଉପସ୍ଥିତିରେ ଆମ ମାନଙ୍କର ସମସ୍ତ ବନ୍ଧନ ଭାଙ୍ଗିଯିବ। ରୋଗର ବନ୍ଧନ ଭାଙ୍ଗିଯାଏ, ଅଭାବର ବନ୍ଧନ ଭାଙ୍ଗିଯାଏ, ସମସ୍ୟାର ବନ୍ଧନ ଭାଙ୍ଗିଯାଏ, ଅନ୍ଧକାର ଜନିତ କଥା କାର୍ଯ୍ୟର ବନ୍ଧନ ଭାଙ୍ଗିଯାଏ, ଅଭିଶାପର ବନ୍ଧନ ଭାଙ୍ଗିଯାଏ। ମୋର ପ୍ରିୟ ମାନେ, ସେଥିପାଇଁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ ଆମେ ମାନେ ରହିବା ପାଇଁ ସର୍ବଦା ଇଚ୍ଛା କରିବାର ଆବଶ୍ୟକତା ଅଛି। ଖ୍ରୀଷ୍ଟଙ୍କ ଉପସ୍ଥିତିରେ ରହିଲେ ସକଳ ଜୁଆଳି ଭାଙ୍ଗିଯାଏ ମୋର ପ୍ରିୟ ମାନେ। ଆଉ ଏଇଠି ଆମେ ଆଉ ଗୋଟେ ଇଣ୍ଟରେଷ୍ଟିଂ ବିଷୟ ଦେଖୁଛୁ, ସେ ଦୁଇ ଜଣ ତ ମୁକ୍ତ ହେଇଗଲେ, ଭୟଙ୍କର ପରିସ୍ଥିତି ତାଙ୍କର ଥିଲା, ସେମାନେ ମୁକ୍ତ ହେଇଗଲେ, କିନ୍ତୁ ଲୋକମାନେ ସେଥିରେ ଖୁସି ନାହାନ୍ତି। ପଢନ୍ତୁ ଟିକେ କେହି 33-34। ପୁଣି ଚରାଉଥିବା ଲୋକମାନେ ପଳାଇ ଗଲେ ଏବଂ ନଗରକୁ ଯାଇ ସମସ୍ତ ବୃତ୍ତାନ୍ତ ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା ସେଇ ସବୁ ଜଣାଇଲେ। ହଁ, ସେ କଣ କଲେ, ନଗରକୁ ଫେରିଗଲେ, ଆଉ ଯାଇକି ସେ ସମସ୍ତ ସେ ଭୂତଗ୍ରସ୍ତ ଆକ୍ରାନ୍ତ ଯୋଉ ଲୋକମାନେ ଆଜି ପର୍ଯ୍ୟନ୍ତ ବେଡିରେ ବନ୍ଧା ଯାଇକି ରଖାଯାଉଥିଲା, ଯୋଉମାନେ ଏତେ ଦୁର୍ଦାନ୍ତ ଯେ ସେ ସ୍ଥାନ ଦେଇକି କେହି ଯାଇପାରୁନଥିଲା, ଉଲଗ୍ନ ହେଇକି ସେ ସ୍ଥାନରେ ବସି ରହୁଥିଲା, ସେ ଲୋକମାନେ କେମିତିକା ଖ୍ରୀଷ୍ଟଙ୍କ ଉପସ୍ଥିତିରେ ମୁକ୍ତ ହେଇଗଲେ, ନର୍ମାଲ ହେଇଗଲେ, ସେ ବିଷୟକୁ କହିବାକୁ ଲାଗିଲେ। ଆଉ ତାପରେ ଆଉ ଦେଖ,
ନଗରର ସମସ୍ତ ଲୋକ ଯୀଶୁଙ୍କ ସହିତ ସାକ୍ଷାତ କରିବା ପାଇଁ ବାହାରି ଆସିଲେ। ହଁ, ସମସ୍ତେ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ କିଏ ସେ ବ୍ୟକ୍ତି ଯିଏକି ଏତେ ଦିନର ବନ୍ଧନକୁ କଣ କରିପାରିଲା, ମୁକ୍ତ କରିଦେଲା। ଆଜି ଆପଣଙ୍କ ଜୀବନରେ ଯେତେ ପୁରୁଣା ବିଷୟ ଥିଲେ ମଧ୍ୟ ଖ୍ରୀଷ୍ଟ ସମସ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ ଯୋଗ୍ୟ ସାମର୍ଥ୍ୟ ଅଟନ୍ତି। ଆମେନ୍। ଯେତେବେଳେ ଆମେ ମାନେ ତାଙ୍କ ସହିତ ଲାଗି ରହିବା, ଆମ ଜୀବନକୁ ମଧ୍ୟ ସେ ଅନ୍ଧକାର ଜନିତ ସମସ୍ତ କଥା କାର୍ଯ୍ୟରୁ ମୁକ୍ତ କରିଦେବେ। କିନ୍ତୁ ଏଇ ବିଷୟ ଅନେକ ଲୋକଙ୍କୁ ହଜମ ହୁଏ ନାହିଁ। ସେମାନେ ଚାହାନ୍ତି ଆମେ ମାନେ ବି ନଷ୍ଟ ହେଉ। ସେଥିପାଇଁ କିଛି ଲୋକ ଯୀଶୁଙ୍କୁ ତ ଦେଖା କରିବା ପାଇଁ ଆସିଲେ, କିନ୍ତୁ ଦେଖା କରିବାକୁ ଆସି କଣ କହୁଛନ୍ତି, ପୁଣି ତାହାଙ୍କୁ ଦେଖି ହଁ, ସେମାନଙ୍କ ସୀମାରୁ ପ୍ରସ୍ଥାନ କରିବାକୁ ବିନତି କଲେ। କଣ କହିଲେ ଯୀଶୁଙ୍କୁ, ତୁମେ ଆମ ସ୍ଥାନରୁ କିନ୍ତୁ ତୁମେ ବାହାରି ଯାଅ। ପ୍ରିୟମାନେ, ଅନେକ ସମୟରେ ଆମ ମାନଙ୍କ ଅବସ୍ଥା ଏମିତିକା ଥାଏ। ଆମେ ସମସ୍ୟାର ସମାଧାନ ତ ଚାହିଁଥାଉ, କିନ୍ତୁ ପାପରୁ ମୁକ୍ତ ହେବା ପାଇଁ ଚାହିଁନଥାଉ। ଆମର କଷ୍ଟ ଦୁଃଖରୁ ମୁକ୍ତ ହେବା ପାଇଁ ତ ଚାହିଁଥାଉ, କିନ୍ତୁ ଅବାଧ୍ୟତାରୁ ମୁକ୍ତ ହେବା ପାଇଁ ଚାହିଁନଥାଉ। ଯେତେବେଳେ ନିଜ ସ୍ୱାର୍ଥ ଉପରେ ଆଞ୍ଚ ଆସେ, ସେତେବେଳେ ଖ୍ରୀଷ୍ଟଙ୍କୁ ଆମ ଜୀବନରୁ ଆମେ ଦୂର କରିଦେଇଥାଉ, ମଣ୍ଡଳୀରୁ ଦୂରେଇ ଦେଇଥାଉ, ପ୍ରାର୍ଥନା ଉପାସନାରୁ ଦୂରେଇ ଯାଇଥାଉ। କାହିଁକି? ଆମକୁ ପାପରେ ବଞ୍ଚିବା ପାଇଁ ବହୁତ ଆନନ୍ଦ ଲାଗେ, ଅନ୍ଧକାର ବିଷୟରୁ ବଞ୍ଚିବା ପାଇଁ ବହୁତ ଆନନ୍ଦ ଲାଗେ। ଯେତେବେଳେ ଆମକୁ ଆଜ୍ଞା ବହୁତାର ଜୀବନ ଆସେ, ଆମକୁ ବହୁତ କଷ୍ଟ ଲାଗେ। ସେଥିପାଇଁ ଅନେକ ସମୟରେ ଆମେ ମାନେ ପ୍ରଭୁଙ୍କ ଠାରୁ ଦୂରକୁ ଯିବା ପାଇଁ ଚେଷ୍ଟା କରିଥାଉ, ଖ୍ରୀଷ୍ଟଙ୍କୁ ଆମ ଜୀବନରୁ ଦୂରେଇ ଦେବା ପାଇଁ ଚେଷ୍ଟା କରିଥାଉ। ଏଠି ଏ ଦୁଇ ଜଣ ଲୋକ ସୁସ୍ଥ ହେଇଗଲେ, ଭୟଙ୍କର ବନ୍ଧନରେ ଥିଲେ, ସେଥିରେ ଲୋକମାନେ ଆନନ୍ଦ ନୁହନ୍ତି। ତାଙ୍କ ମନରେ ଦୁଃଖ କଣ? ଘୁଷୁରୀ ଗୁଡାକ ମରିଗଲା। ଅନେକ ସମୟରେ ଆମେ ଯେ ଅନନ୍ତ ଜୀବନ ପାଇଥାଉ, ଆମକୁ ଖୁସି ନାହିଁ। ଅନେକ ସମୟରେ ପରମେଶ୍ୱରଙ୍କ ସନ୍ତାନ ହେବା ପାଇଁ ଅଧିକାର ପାଇଛୁ, ଖୁସି ନାହିଁ। ଅନେକ ସମୟରେ ପରମେଶ୍ୱର ଆମ ସହିତ ଅଛନ୍ତି, ଆମକୁ ପବିତ୍ର ଜୀବନ ଦେଇଛନ୍ତି, ସେଥିରେ ଖୁସି ନାହିଁ। ବରଂ ଦୁଃଖ କୋଉଥିରେ? ଆହା, ସେ ପୁରୁଣା ପିଆଜ ରସୁଣ ଆଉ ଖାଇ ହେଉନାହିଁ, ବ୍ୟଭିଚାର କରି ହେଉନାହିଁ, ଚୋରି କରି ହେଉନାହିଁ, ଅନ୍ଧକାର ବିଷୟ କରି ହେଉନାହିଁ। এই সকଳ ବିଷୟକୁ ଚିନ୍ତା କରି ଆମ ସ୍ୱାର୍ଥ ଯେତେବେଳେ ବାଧା ପଡୁଛି, ଅନେକ ସମୟରେ ପରମେଶ୍ୱରଙ୍କ ଉପସ୍ଥିତିରୁ ଆମେ ମାନେ ଦୂରେଇ ଯିବା ପାଇଁ ଚେଷ୍ଟା କରିଥାଉ, ବା ଆମ ଜୀବନରୁ ପ୍ରାର୍ଥନାକୁ ଦୂରେଇ ଦେଇଥାଉ, ଉପାସନାକୁ ଦୂରେଇ ଦେଇଥାଉ, ବାକ୍ୟ ଧ୍ୟାନକୁ, ସମସ୍ତ ବିଷୟକୁ ଆମେ ମାନେ କଣ କରିଥାଉ? ଦୂରେଇ ଦେଇଥାଉ। କିନ୍ତୁ ମୋର ପ୍ରିୟ ମାନେ, ଆମେ ଜାଣିବା ଦରକାର, ତାହାଙ୍କ ଉପସ୍ଥିତି ହିଁ କେବଳ ଆମକୁ ମୁକ୍ତ କରିପାରିବ। ଯେତେବେଳେ ଆମେ ସେଇ ପ୍ରାର୍ଥନାରେ ରହିବା, ସହଭାଗିତାରେ ରହିବା, ବାକ୍ୟ ଦାନରେ ରହିବା, ଆମେ ଜାଣିପାରିବାନି ଆମ ଜୀବନରୁ କେତେବେଳେ ସକଳ ଅନ୍ଧକାର ବିଷୟ କଣ ହେଇଯାଇଥିବ, ଧୀରେ 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 କଣ ହେଇଯାଇଥିବ, ସବୁ ବିଷୟ ଦୂରେଇ ଯାଇଥିବ। ନିଶାର ଆତ୍ମା ଜାଣିପାରିବେନି, ଦୂରେଇ ଯାଇଥିବ। ବ୍ୟଭିଚାର କରିବାର ଆତ୍ମା ଦୂରେଇ ଯାଇଥିବ, ଚୋରି କରିବାର ଆତ୍ମା ଦୂରେଇ ଯାଇଥିବ, ପରଚର୍ଚ୍ଚା କରିବାର ଆତ୍ମା ଦୂରେଇ ଯାଇଥିବ। ଅନେକ ସମୟରେ ଏମିତି, ଯେତେବେଳେ ଆମେ ବାରମ୍ବାର ପ୍ରଭୁଙ୍କ ଉପସ୍ଥିତିରେ ରହିବା, ସକାଳ ପ୍ରାର୍ଥନାରେ, ସନ୍ଧ୍ୟା ପ୍ରାର୍ଥନାରେ, ରବିବାର ପ୍ରାର୍ଥନା, ଗୁରୁବାର ପ୍ରାର୍ଥନା, ଉପାସନା, ସହଭାଗିତା, ଆମେ ମାନେ ବାର ବାର କଣ୍ଟିନ୍ୟୁଅସଲି ଡାକିକି ରହିବା, ଆମେ ଜାଣିପାରିବାନି ଆମର ପୁରାତନ ସ୍ୱଭାବ କେମିତିକା ଧୀରେ ଧୀରେ କଣ ହେଇଯିବ, ଦୂରେଇ ଯିବ। ମୋର ପ୍ରିୟ ମାନେ, କିନ୍ତୁ ଆପଣା ଆପଣା ଶାରୀରିକ ଯୋଉ ସ୍ୱାର୍ଥ ଅଛି, ତାକୁ ଅନେକ ସମୟରେ ଆମକୁ ବଳିଦାନ ଦେବାକୁ ପଡିବ। ଏବେ ଯାଇକି ଆମେ ମାନେ ମୁକ୍ତ ହେବା। ଆମ ଜୀବନରେ ପ୍ରଭୁ ଯୋଉ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛନ୍ତି, ତାହାକୁ ଆମେ କଣ୍ଟିନ୍ୟୁ କରିପାରିବା। କିନ୍ତୁ ଅନେକ ସମୟରେ ଆମେ ମାନେ ଏଇ ସ୍ୱାର୍ଥ, ଶାରୀରିକ ଜନିତ ସ୍ୱାର୍ଥ ନିମନ୍ତେ ଆମେ ଖ୍ରୀଷ୍ଟଙ୍କୁ ଦୂରେଇ ଦେଇଥାଉ, ପ୍ରାର୍ଥନା ସହଭାଗିତାରୁ ଦୂରେଇ ଯାଇଥାଉ। କିନ୍ତୁ ମୋର ପ୍ରିୟ ମାନେ, ଆସୁ ଆଜି ଆମେ ମାନେ ପ୍ରାର୍ଥନା କରିବା। ପ୍ରଭୁ ଚାହାନ୍ତି ଆମେ ନ ଦୂରଉ, ମାତ୍ର ତାହାଙ୍କ ଉପସ୍ଥିତିରେ ଆମେ ମାନେ ଯେମିତିକା ରହିପାରୁ। କାହିଁକି? ପରମେଶ୍ୱର ଆମକୁ ମୁକ୍ତ କରିବା ପାଇଁ ଚାହାନ୍ତି। କେହି ଜଣେ
गीत संहिता 107 पद टिके पढ़ंतु आउ जने रोमियो पुस्तक 8:2 काढंतु गीत संहिता 107:14 ସେ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କ ବନ୍ଧନ ଛେଦନ କଲେ। हालेलुया ଖ୍ରୀଷ୍ଟ ଆମକୁ ସେ ଅନ୍ଧକାର ଜନିତ ବିଷୟରୁ ମୃତ୍ୟୁ ଛାୟା ଉପତ୍ୟକାରୁ ଆମକୁ ବାହାର କରି ଆଣିଛନ୍ତି ଆଉ ଆମ ବନ୍ଧନକୁ କଣ କରୁଛନ୍ତି ଭାଙ୍ଗି ଦେଇ ଅଛନ୍ତି। ପୁନର୍ବାର ମୋର ପ୍ରିୟ ମାନେ ସେ ବନ୍ଧନରେ ବାନ୍ଧା ଯିବା ପାଇଁ ଆପଣ ମାନେ ଇଚ୍ଛା ନ କରନ୍ତୁ ଆଉ ଯଦି ଇଚ୍ଛା ନ କରନ୍ତି ତାହେଲେ ସର୍ବଦା ଈଶ୍ୱରଙ୍କ ଉପସ୍ଥିତି ରହିବା ପାଇଁ ଆମେ ମାନେ ଇଚ୍ଛା କରୁ କାହିଁକି ତାଙ୍କ ଉପସ୍ଥିତି ହିଁ ସମସ୍ତ ବନ୍ଧନକୁ ଭାଙ୍ଗି ପାରେ। ହାଲେଲୁୟା ରୋମିଓ ପୁସ୍ତକ 8:2 ପଦ ଟିକେ ପଢନ୍ତୁ। କାରଣ ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି। ଆମେନ୍ ଆମକୁ କଣ କରାଯାଇଛି ମୁକ୍ତ କରାଯାଇଛି ପାପର ବନ୍ଧନରୁ ଅବାଧ୍ୟତାର ବନ୍ଧନରୁ ଆମକୁ ମୁକ୍ତ କରାଯାଇଛି। ଗାଲାତୀୟ 5:1 ପଦ ଟିକେ ପଢନ୍ତୁ। ଗାଲାତୀୟ ପୁସ୍ତକ 5:1 ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଯୋଚା ନ ଯାଅ। ଯୋଉ ଦାସତ୍ୱରେ ଆମେ ମାନେ ଥିଲେ ପାପର ଦାସତ୍ୱ ବ୍ୟଭିଚାର କରିବାର ଦାସତ୍ୱ ନିଶାର ଦାସତ୍ୱ ଦାସ ମାନେ କଣ ତା ଅଧୀନସ୍ଥ ହେଇକି ରହିବା ଯେତେବେଳେ ସେ କହିବ ଆମକୁ କହିବାକୁ ଇଚ୍ଛା ହଉଥିଲା ନିଶାର ଦାସ ମାନେ ଅର୍ଥାତ୍ ଯୋଉମାନେ ନିଶାର ଦାସ ସେମାନେ କଣ୍ଟ୍ରୋଲ କରିପାରନ୍ତିନି ପଇସା ନଥିଲେ ବି ବାସନ ବେଲା ବାସନ ବିକି ଦେଇକି ସେମାନେ ନିଶା କରନ୍ତି। ବ୍ୟଭିଚାର ବନ୍ଧନ ଏମିତି ଯଦି କାହାକୁ କଣ୍ଟ୍ରୋଲ କରିଥାଏ ସେ ଇଚ୍ଛା କରିକି ମଧ୍ୟ ସେ ପବିତ୍ର ଜୀବନ କାଟି ପାରିବନି ବାରମ୍ବାର ତାକୁ ବ୍ୟଭିଚାର କରିବା ପାଇଁ ଇଚ୍ଛା ଲାଗିବ କିନ୍ତୁ ପରମେଶ୍ୱର କୁହନ୍ତି ପୁନର୍ବାର ତୁମେ ଆଉ ସେଥିରେ ଯୋଚା ଯିବା ପାଇଁ ଚେଷ୍ଟା ନ କର ସେ ଆମ ମାନଙ୍କୁ ମୁକ୍ତ କରିଅଛନ୍ତି। ସେ ଆମେ ସମସ୍ତେ ମୁଖ କରି କହିବା କି ସେ ଆମ ମାନଙ୍କୁ ମୁକ୍ତ କରିଅଛନ୍ତି। ପୁନର୍ବାର ସେ ଦାସତ୍ୱ ବନ୍ଧନରେ ଆମେ ମାନେ ବାନ୍ଧି ହବା ନାହିଁ। ଆମେନ୍ ଅନେକ ସମୟରେ ସେ ପୁରାତନ ବନ୍ଧନ ଆମ ଜୀବନକୁ ଆଜି ମଧ୍ୟ ବାନ୍ଧିବା ପାଇଁ ଚେଷ୍ଟା କରେ କିନ୍ତୁ ଖ୍ରୀଷ୍ଟ କୁହନ୍ତି ଆମେ ତୁମକୁ ମୁକ୍ତ କରିଅଛୁ। ପ୍ରଥମ ପିତର 12:6 ଆଉ 7 ଦୁଇଟି ପଦ ପଢିବା ଟିକେ କି ପ୍ରଥମ ପିତର 12 ଅଧ୍ୟାୟ 6 ପଦ ଆଉ 7 ପଦ। ନାହିଁ ପ୍ରଥମ ପିତର 12 ତ ନାହିଁ 12 ଅଧ୍ୟାୟ ସରି 2ରେ ଦେଖନ୍ତୁ ତାହେଲେ 2:12 ତୁମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ ସଦାଚରଣ କର ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି ତୁମମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ୱରଙ୍କ ଗୌରବ କରିବେ। ଆମେ ମାନେ ଯେ ମୁକ୍ତ ହେଇଅଛୁ ସେ ମୁକ୍ତ ହେବା ଆମେ ଯେ ମୁକ୍ତ ଅଛୁ ବନ୍ଧନ ମୁକ୍ତ ଅଛୁ ସେଇ ଅନୁସାରେ ଆମକୁ ଆଚରଣ ଉଚ୍ଚାରଣ କରିବାର ଆବଶ୍ୟକତା ଅଛି ତାକି ଅନ୍ୟମାନେ ବିଜାତୀୟ ମାନେ କଣ କରିବେ ଦେଖିକି କଣ କରିବେ ପରମେଶ୍ୱରଙ୍କର ଗୌରବ କରିବେ। ତେବେ ମୋର ପ୍ରିୟ ମାନେ ଆସୁ ଆଜି ଏ ବିଷୟକୁ ନେଇ ଆମେ ମାନେ ଯେ ମୁକ୍ତ ହୋଇଅଛୁ ଆମେ ମାନେ ପୁନର୍ବାର ଦାସତ୍ୱ ଜୁଆଳିରେ ବନ୍ଧା ଯିବା ନାହିଁ ଆଉ ଯୋଉମାନେ ମୁକ୍ତ ହେଇ ନାହାନ୍ତି ଆମକୁ ଖ୍ରୀଷ୍ଟଙ୍କ ଉପସ୍ଥିତିକୁ ରହିବାର ଅଛି ଆସିବାର ଅଛି ତେବେ ଯାଇକି ସେ ସକଳ ବନ୍ଧନ ଆମ ଜୀବନରୁ ଛିଣ୍ଡିଯିବ ଭାଙ୍ଗିଯିବ। ସେଥିପାଇଁ ତାଙ୍କ ଉପସ୍ଥିତିରେ ଆମକୁ ରହିବାର ଆବଶ୍ୟକତା ଅଛି। ତାଙ୍କ ଉପସ୍ଥିତି କହିଲେ କଣ ପ୍ରାର୍ଥନା ଉପାସନା ମଣ୍ଡଳୀ ସହଭାଗିତା ଏ ସକଳ ବିଷୟରେ ବାଧ୍ୟତା ଆଜ୍ଞାବହତା ଏ ସକଳ ବିଷୟରେ ଆମେ ରହିବା ସେ ବନ୍ଧନ ଭାଙ୍ଗିଯିବ ମୋର ପ୍ରିୟ ମାନେ। ତେବେ ଆସୁ ଆଜିର ଦିନ ନିମନ୍ତେ
ଆମେ ପ୍ରଭୁଙ୍କ ନିକଟରେ ଆଉ ଏଇ ପ୍ରାର୍ଥନା କରିବା, ଆମେ ଜାଗ୍ରତ ରହିବା, କାରଣ ତାହାଙ୍କ ଉପସ୍ଥିତିରେ ଆମ ଜୀବନ ଥିବା ସମସ୍ତ ବନ୍ଧନ ଭାଙ୍ଗିଯାଏ। ସମସ୍ତେ ନିଜକୁ ପ୍ରଭୁଙ୍କ ସମର୍ପଣ କରିବା, ଏ ବାକ୍ୟକୁ ଆମ ଜୀବନରେ ପ୍ରଭୁ ପୁରା କରନ୍ତୁ ବୋଲି ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପରମେଶ୍ୱର ପ୍ରଭୁ, ମୁଁ ତୁମର ଧନ୍ୟବାଦ କରୁଛି, ଗୌରବ କରୁଛି, ପ୍ରଶଂସା କରୁଛି, ମହିମା କରୁଛି। ପ୍ରଭୁ ତୁମେ ଦୟା କରିଛ, ଅନୁଗ୍ରହ କରିଛ, ଦୟା କର। ଅନେକ ସମୟରେ ପ୍ରଭୁ ଆମେ ପୁରାତନ ସ୍ୱଭାବ ହେତୁ, ବନ୍ଧନ ହେତୁ ତୁମକୁ ଆମ ଜୀବନରୁ ଦୂରେଇ ଦେଇଥାଉ। ସେଦିନ ସେ ଅନ୍ଧକାର ଆତ୍ମାରେ ଆକ୍ରାନ୍ତ ଦୁଇ ବ୍ୟକ୍ତି କଲେ, ହେ ଯୀଶୁ, ତୁମ ସହିତ ଆମର କଣ ଅଛି? ପ୍ରଭୁ, ଯଦି ଆମ ମଧ୍ୟରେ ଏଇ ପ୍ରକାର ଗୁଣ କେହି ଥାଏ ଯୋଉମାନେ ତୁମ ଉପସ୍ଥିତିରେ ରହିବା ପାଇଁ ଇଚ୍ଛା କରିନଥାନ୍ତି, ତୁମ ସୌଭାଗ୍ୟରେ ରହିବା ପାଇଁ ଇଚ୍ଛା କରିନଥାନ୍ତି, ପ୍ରଭୁ ତୁମେ ସେମାନଙ୍କୁ ଆଜି ମୁକ୍ତ କର ବୋଲି ମୁଁ ପ୍ରାର୍ଥନା କରୁଛି। ଅନ୍ଧକାର ବନ୍ଧନରୁ ମୁକ୍ତ କର, ତୁମ ଉପସ୍ଥିତିକୁ ଲାଭ କରିବା ପାଇଁ ସାହାଯ୍ୟ କର। ଆଉ ପ୍ରଭୁ ମୁଁ ପ୍ରାର୍ଥନା କରୁଛି, ତୁମ ଉପସ୍ଥିତିରେ ରହି ସେ ପୁରାତନ ଯୋଉ ବନ୍ଧନରୁ ଆମକୁ ମୁକ୍ତ କରିଅଛ, ପୁରାତନ ପୁନର୍ବାର ଯେପରି ସେ ବନ୍ଧନ ଆମକୁ ନ ବାନ୍ଧୁ, ସେଥିପାଇଁ ତୁମେ ଆମକୁ ସାହାଯ୍ୟ କର। ପିତା, ସକଳ ଗୌରବ ପ୍ରଶଂସା ମହିମା ତୁମକୁ ଦେଇ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତ ପ୍ରାର୍ଥନା ମାଗୁଅଛି, ଆମେନ୍।